ଆଜିର ଏହି ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜିକାଲି ଆମେ ସମସ୍ତେ ମୋବାଇଲ ସ୍କ୍ରିନ୍ ଭିତରେ ଏମିତି ବାନ୍ଧି ହୋଇ ଯାଇଛୁ ଯେ ବାହାର ଦୁନିଆର ମଜା କେଉଁଠି ହଜିଯାଇଛି। ଆଜି ଆମେ ଗୋଟିଏ ବହୁତ ସୁନ୍ଦର କାହାଣୀ ଉପରେ ନଜର ପକାଇବା। କାହାଣୀଟି ହେଉଛି ସାଗରର ନୂଆ ଅନୁଭୂତି। ଗୋଟିଏ ସହରିଆ ପିଲାର ଖରାଛୁଟି କିପରି ସମ୍ପୂର୍ଣ୍ଣ ରୂପେ ବଦଳି ଯାଉଛି ଆସନ୍ତୁ ଦେଖିବା। ତେବେ ଆମର ମୁଖ୍ୟ ଚରିତ୍ର ସାଗର ସହ ପରିଚିତ ହେବା। ସାଗର ହେଉଛି ସହରର ଗୋଟିଏ ନାମୀ ସ୍କୁଲରେ ପଢ଼ୁଥିବା ଜଣେ ସାଧାରଣ ଛାତ୍ର। ଆଚ୍ଛା, ଆଜିକାଲି ପିଲାମାନଙ୍କ ପାଇଁ ଖରାଛୁଟି ମାନେ କ'ଣ? ସେଇ ଗୋଟିଏ କଥା ନା, ଭିଡିଓ ଗେମ୍ସ ଓ ଫୋନ୍। ସାଗର ପାଇଁ ବି ଛୁଟି ମାନେ ସେ ହିଁ ଥିଲା। ସ୍କ୍ରିନ୍ ସାମ୍ନାରେ ଘଣ୍ଟା ଘଣ୍ଟା ବସିବା ଛଡ଼ା ବାହାରେ ଖେଳିବା ବା ପ୍ରକୃତି ସହ ତାର କୌଣସି ସମ୍ପର୍କ ନଥିଲା। କିନ୍ତୁ ଏଥର ତା ବାପା ଟିକେ ଭିନ୍ନ ନିଷ୍ପତ୍ତି ନେଲେ। ସେ ସାଗରକୁ ସେହି ଡିଜିଟାଲ ଦୁନିଆରୁ ବାହାର କରି ସିଧା ନିଜ ଗାଁକୁ ନେଇଗଲେ। ଆଚ୍ଛା, ଆସନ୍ତୁ ଏହି କଥାଟିକୁ ଟିକେ ଗଭୀର ଭାବେ ବୁଝିବା। ଭାବନ୍ତୁ ତ, ଗୋଟିଏ ପଟେ ସାଗରର ସ୍ୱପ୍ନ, ଦିନ ତମାମ ଭିଡିଓ ଗେମ୍ସ ଖେଳିବା, ଆଉ ଅନ୍ୟପଟେ ଗାଁର କଠୋର ବାସ୍ତବତା। ଗାଁରେ ପହଞ୍ଚିବା କ୍ଷଣି ସେ ଦେଖିଲା ଯେ ସେଠି ଏସି ତ ଦୂରର କଥା, ଭଲ ଇଣ୍ଟରନେଟ୍ ବି ନାହିଁ। ଯେଉଁ ସବୁ ଜିନିଷ ବିନା ସେ ଗୋଟିଏ ମୁହୂର୍ତ୍ତ ବି ରହିପାରୁନଥିଲା, ସେସବୁ ସେଠି ନଥିଲା। ସ୍ୱାଭାବିକ କଥା, ସାଗର ପ୍ରଥମେ ଖୁବ୍ ବିରକ୍ତ ହେଲା। ତାକୁ ଲାଗିଲା ଯେମିତି ତାର ପୁରା ଛୁଟିଟା ବର୍ବାଦ ହୋଇଗଲା। ବିନା ଫୋନ୍, ବିନା ଗେମ୍ରେ ସେ ସମୟ କାଟିବ କେମିତି? କିନ୍ତୁ ପ୍ରତ୍ୟେକ କାହାଣୀରେ ଏମିତି ଏକ ସମୟ ଆସେ ଯେଉଁଠୁ ସବୁକିଛି ବଦଳିଯାଏ। ସାଗରର ଏହି ଅସନ୍ତୋଷକୁ ତାର ଅଜା ଲକ୍ଷ୍ୟ କରୁଥିଲେ। ସେ ବହୁତ ସୁନ୍ଦର ଭାବରେ ଗୋଟିଏ ଉପାୟ ବାହାର କଲେ। ଗୋଟିଏ ଶାନ୍ତ ସକାଳରେ ଅଜା ବିରକ୍ତ ହୋଇ ବସିଥିବା ସାଗରକୁ ନିଜ ସାଙ୍ଗରେ ବଗିଚା ଆଡ଼କୁ ନେଇଗଲେ। ସେଠାରେ ସାଗର ପ୍ରଥମ ଥର ପାଇଁ ଦେଖିଲା ଯେ ପ୍ରକୃତି ସହ ମିଶିବାର ମଜା କ'ଣ। ଅଜା କିପରି ଶ୍ରଦ୍ଧାର ସହ ସେହି ଛୋଟ ଛୋଟ ଗଛଗୁଡ଼ିକର ଯତ୍ନ ନେଉଛନ୍ତି, ତାହା ଦେଖି ସାଗରର ମନ ଶାନ୍ତ ହେବାକୁ ଲାଗିଲା। ଏଇଠୁ ହିଁ ଆରମ୍ଭ ହୋଇଥିଲା ପରିବର୍ତ୍ତନ। ସେହି ସମୟରେ ଅଜା ସାଗରକୁ ବହୁତ ସ୍ନେହରେ ଗୋଟିଏ କଥା କହିଲେ। ସେ କହିଲେ, ସାଗର, ଏହି ଖରା ଛୁଟିରେ ଆମେ ଏକାଠି ମିଶି ଏକ ଛୋଟ ପନିପରିବା ବଗିଚା କରିବା। ଦେଖନ୍ତୁ, ଏହା କୌଣସି ଶାସନ କିମ୍ବା ଉପଦେଶ ନଥିଲା। ଏହା ଥିଲା ଏକ ସୁନ୍ଦର ଆମନ୍ତ୍ରଣ। ଆଉ ଏହି ଗୋଟିଏ ଛୋଟ ପ୍ରସ୍ତାବ ସାଗର ଭିତରେ ଏକ ନୂଆ ଆଗ୍ରହ ସୃଷ୍ଟି କଲା। ଏକାଠି କାମ କରିବା ଆଉ ନିଜ ହାତରେ କିଛି ନୂଆ ଗଢ଼ିବାର ଏହି ଚ୍ୟାଲେଞ୍ଜ ହିଁ ତାକୁ ମୋବାଇଲ ସ୍କ୍ରିନ୍ରୁ ଦୂରେଇ ନେଇ ମାଟି ସହ ଯୋଡ଼ିବାର ମୂଳ କାରଣ ସାଜିଥିଲା। ଆଉ ତାପରେ ଦେଖୁ ଦେଖୁ ସାଗରର ପୁରା ଦିନଚର୍ଯ୍ୟା ବଦଳିଗଲା। ଯେଉଁ ପିଲାଟି ସକାଳ ଉଠିବା କ୍ଷଣି ଫୋନ୍ ଖୋଜୁଥିଲା, ଏବେ ସେ ପ୍ରତିଦିନ ସକାଳେ ଏକ ନୂଆ ଉତ୍ସାହର ସହ ଉଠୁଥିଲା। ପ୍ରଥମ କାମ, ଗଛଗୁଡ଼ିକରେ ପାଣି ଦେବା। ଦ୍ୱିତୀୟରେ, ମାଟି ଖୋଳି ନୂଆ ଚାରା ଲଗାଇବା ପାଇଁ ଜାଗା ପ୍ରସ୍ତୁତ କରିବା। ଆଉ ତୃତୀୟ କାମଟି ବହୁତ ସୁନ୍ଦର ଥିଲା। ଖରାଦିନେ ଶୋଷିଲା ପକ୍ଷୀମାନଙ୍କ ପାଇଁ ଛାତ ଉପରେ ପାଣି ପାତ୍ର ରଖିବା। ଏହିସବୁ ଛୋଟ ଛୋଟ ଶାରୀରିକ କାମଗୁଡ଼ିକ ତାର ସେହି ପୁରୁଣା ଅଳସୁଆ ଡିଜିଟାଲ ଅଭ୍ୟାସକୁ ସମ୍ପୂର୍ଣ୍ଣ ରୂପେ ଦୂର କରିଦେଇଥିଲା। ଏହି ନୂଆ ରୁଟିନ୍ ସାଗରକୁ ଏକ ଆଶ୍ଚର୍ଯ୍ୟଜନକ ଅନୁଭବ ଦେଲା। ବଗିଚାରେ କାମ କରିବା, ମାଟିର ସେ ମିଠା ବାସ୍ନା ଶୁଙ୍ଘିବା, ଆଉ ଗଛ ଛାଇରେ ଟିକେ ବିଶ୍ରାମ ନେବାବେଳେ ସେ ଯେଉଁ ଶାନ୍ତି ପାଇଲା, ତାହା ଅବର୍ଣ୍ଣନୀୟ ଥିଲା। ସେ ବୁଝିଗଲା ଯେ ଏକ ଛୋଟ ଉଜ୍ଜ୍ୱଳ ସ୍କ୍ରିନ୍ ଭିତରେ ବନ୍ଦୀ ହୋଇ ରହିବା ଅପେକ୍ଷା ପ୍ରକୃତିର କୋଳରେ ବଞ୍ଚିବାର ମଜା ହିଁ ଅଲଗା। ଅଫଲାଇନ୍ ରହିବାର ଏହି ଯାଦୁ ତାର ସବୁ ବିରକ୍ତି ଆଉ ମାନସିକ ଚାପକୁ ଯେମିତି କେଉଁଆଡ଼େ ଉଡ଼େଇ ନେଇଗଲା। ହଁ, କଥା କେବଳ ବଗିଚା କାମରେ ଅଟକି ନଥିଲା। ଯେତେବେଳେ ମୋବାଇଲ ହାତରୁ ଖସିଗଲା, ସାଗର ଆଖପାଖର ଦୁନିଆକୁ ନୂଆ ନଜରରେ ଦେଖିବା ଆରମ୍ଭ କଲା। ସେ ଗାଁର ଅନ୍ୟ ପିଲାମାନଙ୍କ ସହ ସାଙ୍ଗ ହେଲା। ଏକୁଟିଆ ଘରେ ବସିବା ବଦଳରେ ଏବେ ସେ ବଡ଼ ଗଛର ଛାଇରେ ସାଙ୍ଗମାନଙ୍କ ସହ ବସି ମଜାଦାର କାହାଣୀ ବହି ପଢ଼ିଲା। ଆଗରୁ କେବଳ ଏକୁଟିଆ ଭିଡିଓ ଗେମ୍ ଖେଳୁଥିବା ସାଗର ଏବେ ପଦାରେ ସାଙ୍ଗମାନଙ୍କ ସହ ମିଶି ପାରମ୍ପରିକ ଖେଳ ସବୁ ଖେଳିବାକୁ ଲାଗିଲା। ଏହା ତାକୁ ବାସ୍ତବିକ ଜୀବନର ଖୁସି କ'ଣ, ତାହା ଅନୁଭବ କରାଇଲା। ଏହି ପୁରା ଯାତ୍ରାଟିକୁ ଯଦି ଆମେ ଦେଖିବା, ତେବେ ଏହା ଏକ ଚମତ୍କାର ରୂପାନ୍ତରଣ ଥିଲା। ଆରମ୍ଭରୁ ଦେଖନ୍ତୁ, ଯେତେବେଳେ ସେ ଆସିଥିଲା, ପୁରା ବିରକ୍ତ ଆଉ ଅସନ୍ତୁଷ୍ଟ ଥିଲା। ତାପରେ ଆସିଲା ବୃକ୍ଷରୋପଣର ସମୟ, ଯେଉଁଠି ସେ ପ୍ରକୃତିର ଯତ୍ନ ନେବା ଶିଖିଲା। ତାପରେ ସବୁଠୁ ମଜାଦାର ସମୟ ଆସିଲା, ଅମଳ। ତା ନିଜ ହାତ ତିଆରି ବଗିଚାରେ କାକୁଡ଼ି ଓ ବାଇଗଣ ଫଳିଲା। ଆଉ ଶେଷରେ ଯେତେବେଳେ ଗାଁରୁ ଫେରିବା ସମୟ ଆସିଲା, ସେ ଆଉ ସେହି ରାଗି ଓ ବିରକ୍ତ ପିଲାଟି ହୋଇନଥିଲା। ସେ ଫେରିଲା ଏକ ନୂଆ ଖୁସି ଏବଂ ଜୀବନର ଗଭୀର ଜ୍ଞାନକୁ ସାଥିରେ ଧରି। ବାସ୍ତବରେ ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ ନା? ଛୁଟି ସରିବା ବେଳକୁ ସାଗରର ପ୍ରତିଦିନର ପରିଶ୍ରମ ରଙ୍ଗ ଆଣିଲା। ସେ ଲଗାଇଥିବା ଛୋଟ ଛୋଟ ଗଛଗୁଡ଼ିକରେ ଏବେ ସୁନ୍ଦର ସତେଜ କାକୁଡ଼ି ଆଉ ବାଇଗଣ ଝୁଲୁଥିଲା। ନିଜ ହାତରେ ଲଗାଇଥିବା ଗଛରୁ ଫଳ ତୋଳିବାର ମଜା ବାସ୍ତବରେ କେଉଁଠି ମିଳିବ? ଏହି ପନିପରିବାଗୁଡ଼ିକ କେବଳ ଖାଦ୍ୟ ନଥିଲା, ଏହା ଥିଲା ତାର ନିଷ୍ଠା ଓ ପରିଶ୍ରମର ପ୍ରତୀକ। ଗୋଟିଏ ଛୋଟ ମଞ୍ଜିରୁ ଗଛ ହୋଇ ସେଥିରେ ଫଳ ଧରିବା, ଏ ଦୃଶ୍ୟ ସାଗର ପାଇଁ ସତରେ ଏକ ଯାଦୁ ପରି ଥିଲା। ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦୁଇଟି ଖୁସି ଭିତରେ ଥିବା ଫରକକୁ ବୁଝିବା। ଭିଡିଓ ଗେମ୍ ଜିତିଲେ ଖୁସି ଲାଗେ ସତ୍, କିନ୍ତୁ ସେଟା କେତେ ସମୟ ପାଇଁ?
ଖୁବ୍ କମ୍ ସମୟ ପାଇଁ ଏବଂ ସମ୍ପୂର୍ଣ୍ଣ କୃତ୍ରିମ। କିନ୍ତୁ ଯେତେବେଳେ କେହି ନିଜ ହାତରେ ମାଟିରେ ଖଟି କିଛି ଉତ୍ପାଦନ କରେ, ସେହି ଖୁସିର ସ୍ତର ଏକଦମ ଅଲଗା। ତାହା ବହୁତ ଗଭୀର ଓ ବାସ୍ତବିକ। ସାଗର ଯେତେବେଳେ ନିଜ ବଗିଚାର ପରିବାରକୁ ହାତରେ ଧରିଲା, ତାକୁ ଯେଉଁ ଆନନ୍ଦ ମିଳିଲା, ତାହା ଦୁନିଆର କୌଣସି ବି ଭିଡିଓ ଗେମ୍ ତାକୁ ଦେଇପାରିନଥାନ୍ତା। ଏହି ସୁନ୍ଦର କାହାଣୀଟି ଆମକୁ ଏକ ବହୁତ ବଡ଼ ଶିକ୍ଷା ଦେଉଛି। ଖରା ଛୁଟିର ପ୍ରକୃତ ଅର୍ଥ କ'ଣ? ଆମେ ପ୍ରାୟତଃ ଭାବୁ ଯେ ଛୁଟି ମାନେ କେବଳ ଡେରି ଯାଇ ଶୋଇବା ଆଉ ଫୋନ୍ ଧରି ଟାଇମ୍ ପାସ୍ କରିବା। ଆଦୌ ନୁହେଁ। ଛୁଟି ହେଉଛି ନିଜକୁ ଆବିଷ୍କାର କରିବାରେ ଏକ ସୁବର୍ଣ୍ଣ ସୁଯୋଗ। ଏହା ହେଉଛି ନିଜ ବ୍ୟକ୍ତିଗତ ବିକାଶ ପାଇଁ ସମୟ, ନୂଆ କିଛି ଦକ୍ଷତା ଶିଖିବା, ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନିବା ପାଇଁ ଏହା ଏକ ଚମତ୍କାର ସମୟ। ତେଣୁ ଏହା କେବଳ ସମୟ ନଷ୍ଟ କରିବା ପାଇଁ ନୁହେଁ, ବରଂ ନିଜକୁ ଗଢ଼ିବା ପାଇଁ ଉଦ୍ଦିଷ୍ଟ। ତେବେ ଏଥିରୁ ଆମେ ଦୁଇଟି ମୁଖ୍ୟ ଶିକ୍ଷା ପାଉଛୁ। ପ୍ରଥମଟି ହେଲା ସମୟର ସଦୁପଯୋଗ। ଖାଲି ସମୟ ମିଳିଲେ ତାକୁ ଘଣ୍ଟା ଘଣ୍ଟା ଧରି ମୋବାଇଲ ସ୍କ୍ରିନ୍ରେ ନଷ୍ଟ କରିବା ବଦଳରେ କିଛି ନୂଆ ଆଉ ଭଲ କାମରେ ଲଗାଇବା ଦରକାର। ଯେମିତିକି ବଗିଚା କାମ କରିବା, ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା କିମ୍ବା କିଛି ନୂଆ ବହି ପଢ଼ିବା। ଦେଖିବେ, ଏସବୁ କାମ କଲେ ଆମ ମସ୍ତିଷ୍କ କେତେ ସକ୍ରିୟ ରହେ, ଆଉ ସବୁଠୁ ବଡ଼ କଥା, ଏହାଦ୍ୱାରା ଆମ ଆତ୍ମବିଶ୍ୱାସ ବି ବହୁତ ବଢ଼ିଯାଏ। ଆଉ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଟି ହେଉଛି ପ୍ରକୃତି ପ୍ରେମ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରକୃତିଠାରୁ ବହୁତ ଦୂରେଇ ଯାଇଛୁ। କିନ୍ତୁ ପରିବେଶ, ଆଖପାଖର ଗଛଲତା ଆଉ ପଶୁପକ୍ଷୀଙ୍କର ଟିକିଏ ଯତ୍ନ ନେଲେ ଯେଉଁ ଅଫୁରନ୍ତ ମାନସିକ ଶାନ୍ତି ମିଳେ ନା, ସତ କହୁଛି, ତାହା ଅତୁଳନୀୟ। ଛାତ ଉପରେ ପକ୍ଷୀଙ୍କ ପାଇଁ ପାଣି ମୁନ୍ଦେ ରଖିବା କିମ୍ବା ଗଛ ମୂଳରେ ଟିକେ ପାଣି ଦେବା ଭଳି ଛୋଟ ଛୋଟ କାମ ମନରୁ ସବୁ ଚାପ ଆଉ ଏକାକୀପଣକୁ ଦୂର କରିଦିଏ। ଏହା ହିଁ ତ ହେଉଛି ପ୍ରକୃତିରେ ଜୀବନ ବଞ୍ଚିବାର କଳା। ଶେଷରେ ଆମ ସମସ୍ତଙ୍କ ସାମ୍ନାରେ ଗୋଟିଏ ବଡ଼ ପ୍ରଶ୍ନ ରହିଛି। ଆଗାମୀ ଖରା ଛୁଟି କିମ୍ବା ଯେକୌଣସି ଖାଲି ସମୟ ଆମେ କିପରି ବିତାଇବା? ସେହି ଗୋଟିଏ ନିର୍ଜୀବ ମୋବାଇଲ ସ୍କ୍ରିନ୍ ଆଗରେ ବସି ନିଜର ମୂଲ୍ୟବାନ ସମୟ ନଷ୍ଟ କରିବା, ନା ସାଗର ଭଳି ବାହାରକୁ ଆସି ଗଛରେ ଛାଇ ତଳେ କିଛି ନୂଆ ଓ ସୁନ୍ଦର କାମ ଶିଖିବା? ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ଆମ ହାତରେ। ନିଜ ହାତରେ କିଛି ନୂଆ ସୃଷ୍ଟି କରିବାର ସେହି ପ୍ରାକୃତିକ ଆନନ୍ଦ କୌଣସି ଟେକ୍ନୋଲୋଜି କେବେ ବି ଦେଇପାରିବା ନାହିଁ। ଏହି ବାର୍ତ୍ତାକୁ ନେଇ ଆମେ ନିଶ୍ଚୟ ଚିନ୍ତା କରିବା ଦରକାର। ଏହି ସୁନ୍ଦର ଚିନ୍ତାଧାରା ସହ ଆଜିର ଆଲୋଚନାକୁ ଆମେ ଏଇଠି ରଖିବା। ନମସ୍କାର।